हेलो पिलाମାନେ ତ ସ୍ୱାଗତ କରୁଛି ତମମାନଙ୍କୁ ଆମର ୟୁଟ୍ୟୁବ ଚ୍ୟାନେଲ ଓଡ଼ିଆ ଏକାଡେମୀ କ୍ଲାसेସରେ। ତ ପିଲାମାନେ ଆଜି ଆମେ ଡିସ୍କସନ୍ କରିବା ପ୍ଲସ୍ ଟୁ ବୋର୍ଡ ଏକ୍ଜାମ ପାଇଁ ଯେଉଁ MIL କମ୍ପଲସରି ସବଜେକ୍ଟ ରହିଛି ତାର ଓଡ଼ିଆ ଗ୍ରାମାରକୁ ଆମେ ଡିସ୍କସ୍ କରିବା ହେଲା। ଓଡ଼ିଆ ଗ୍ରାମାର ଯେଉଁ ରୂଢ଼ି ଅଛି ତାକୁ ଆମେ ଆଜି ଡିସ୍କସ୍ କରିବା। ତାପରେ ଗୋଟେ ଗୋଟେ ଚେପ୍ଟର କରି ଯାହାକି ଆମେ ଅଲଙ୍କାର ବିପରୀତ ଶବ୍ଦ ଏସବୁ ଆମେ ଡିସ୍କସନ୍ କରିବା ପିଲାମାନେ ହେଲା। ତ ତା ପୂର୍ବରୁ ତମକୁ ଗୋଟେ ରିକ୍ୱେଷ୍ଟ କରିବି, ଯଦି ଭିଡ଼ିଓଟା ଭଲ ଲାଗିବ ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବ, ନିଜ ନିଜ ସାଙ୍ଗରେ ସେୟାର କରିଦେବ ଓ ଚ୍ୟାନେଲକୁ ଯଦି ଫାର୍ଷ୍ଟ ଟାଇମ୍ ଆସିଛ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିନେବ। ଓକେ ପିଲାମାନେ, ତେବେ ଚାଲ କ୍ଲାସ୍ଟିକୁ ଷ୍ଟାର୍ଟ କରିବା। ତ ଆଜି ଆମେ ରୂଢ଼ିର କ୍ଲାସ୍ କରିବା। ଓକେ, ତ ଏହା ହେଉଛି ଫାର୍ଷ୍ଟ କ୍ଲାସ୍ MILର। ତ ଫାର୍ଷ୍ଟ କ୍ୱେଶ୍ଚନରେ ଦେଖ ପିଲାମାନେ, ଅକଷ ରଖିବା। ଅକଷ ରଖିବାର ଅର୍ଥ କ'ଣ ପିଲାମାନେ? ତ ଅକଷ ରଖିବାର ଅର୍ଥ ପିଲାମାନେ ଦେଖ, ରାଗ ରଖିବା। ଯଦି ତୁମେମାନେ କାହା ଉପରେ ରାଗ ରଖିଛ ନା, ତୁମେମାନେ କହିପାରିବ ନା ତୁମ ସାଙ୍ଗର ନାଁ ଲଗେଇକି, ନା ବିକ୍ରମ ମୁଁ ତୋ ଉପରେ ଅକଷ ରଖିଛି। ଓକେ, ସେ କ'ଣ କରିଛି ନା ବିକ୍ରମ ଉପରେ ଅକଷ ରଖିଛି, ତା ମାନେ ହେଲା ରାଗ ରଖିଛି। ଓକେ, ତ ଦେଖ ବାରମ୍ବାର ଯଦି ତୁମେ ଗୋଟେ ବିଷୟକୁ ପଢ଼ିବ ନା, ତ ସେଇ ବିଷୟରେ ତୁମେ ଗୋଟେ କ'ଣ ନା ବିଶେଷଜ୍ଞ ହେଇଯିବ। ଯେଉଁ ସବଜେକ୍ଟ ଆମେ ବେଶୀ ଦେଖିବା ସେଇ ସବଜେକ୍ଟ ଆମକୁ ଭଲ ଆସିବ। ଓକେ, ତ ତୁମେମାନେ ଚେଷ୍ଟା କରିବ ଯେ ବାରମ୍ବାର ଟିକେ ଦେଖିବା ପାଇଁ। ଓକେ, ତେବେ ଚାଲ ଆମେ ସେକେଣ୍ଡ କ୍ୱେଶ୍ଚନକୁ ଯିବା। ଅଠା ବୋଲିବା। ତ ଅଠା ବୋଲିବାର ଅର୍ଥ ପିଲାମାନେ ଦେଖ, ଦୋଷ ଲଦିବା। ଓକେ, ତ ଦେଖ ପିଲାମାନେ, ସୁଶାନ୍ତ କ'ଣ କରିଛି ନା ସ୍କୁଲକୁ ଯାଇକି ବେଞ୍ଚଟା ଭାଙ୍ଗି ଦେଇଛି ଆଉ ସେ କହୁଛି ସାର୍ଙ୍କୁ ନା ବିକ୍ରମ କ'ଣ କରିଛି ନା ସାର୍ ବିକ୍ରମ ଏ ବେଞ୍ଚଟା ଭାଙ୍ଗି ଦେଇଛି। ଓକେ, ତ ଦୋଷ ଯେଉଁ ଲଦି ଦେଉଛି ତାର ଅର୍ଥ ଅଠା ବୋଲିବା। ଓକେ, ସାର୍ଙ୍କୁ ଯାଇକି ସୁଶାନ୍ତ ଉପରେ ଅଠା ବୋଲି ଦେଉଛି, ତାମାନେ ଦୋଷ ଲଦି ଦେଉଛି। ଓକେ ପିଲାମାନେ, ତ ଚେଷ୍ଟା କରିବ ଯେ ଯେଉଁ ସବୁ ରୂଢ଼ି ତୁମେମାନେ ପଢ଼ୁଛ ତାକୁ ନିଜ ସାଙ୍ଗମାନଙ୍କ ସହିତ ରିଲେଟ୍ କରିବା ପାଇଁ। ଓକେ, କି ରିଲେସନ୍ ବନେଇଦେଲେ କ'ଣ ହେବ ନା ତୁମମାନଙ୍କ ମନରେ ରହିଯିବ ଏଇ ରୂଢ଼ି ଗୁଡ଼ାକ। ଓକେ, ତାପରେ ଦେଖ ଅନ୍ଧ ବୁଝାମଣା। ତ ଅନ୍ଧ ବୁଝାମଣା ମାନେ ପିଲାମାନେ ଦେଖ ଅନ୍ୟାୟ ବିଚାର। ଓକେ, ଅନ୍ୟାୟ ବିଚାରକୁ ଯାହାକି ଆମେ କହୁ ଅନ୍ଧା ବୁଝାମଣା। ଅରଣ୍ୟ ରୋଦନ। ଅରଣ୍ୟ ରୋଦନ ମାନେ ପିଲାମାନେ ଦେଖ ନିଷ୍ଫଳ ପ୍ରାର୍ଥନା। ଓକେ, ଯାହାର କିଛି ମୂଲ୍ୟ ନାହିଁ, ନିଷ୍ଫଳ ପ୍ରାର୍ଥନା। ଟା ଭିଡ଼ିବା। ତ ପିଲାମାନେ ଦେଖ ତୁମେ ଦେଖିଥିବ ଯେତେବେଳେ ଆମେ ଦେଖିଥିବ ଗୋଟେ ପାରିଶ୍ରମିକ ଯେଉଁ ଗୋଟେ ଲେବର ଥାଏ, ଯଦି କିଛି କାମ କରୁଛି ସେ କ'ଣ କରେ ନା ବେଲେ ବେଲେ ଗୋଟେ ଯଦି ଟାୱଲ ଥିବ ତା ପାଖରେ ସେ ଭିଡ଼ି ଦିଏ କାମ କରିବା ପାଇଁ। ଓକେ, ତ ତାର ଅର୍ଥ ଦେଖ ଅଣ୍ଟା ଭିଡ଼ିବା। ତ ଅଣ୍ଟା ଭିଡ଼ିବାର ଅର୍ଥ ପିଲାମାନେ କ'ଣ ନା କାର୍ଯ୍ୟ ପାଇଁ ସାହସ କରିବା। ଓକେ, ଅଣ୍ଟା ଭିଡ଼ିବାର ଅର୍ଥ ହେଉଛି କାର୍ଯ୍ୟ ପାଇଁ କ'ଣ କରିବା, ସାହସ କରିବା। ତାପରେ ଦେଖ ପିଲାମାନେ ଆକଟ କରିବା। ଆକଟ କରିବା ମିନ୍ସ କ'ଣ? ଆକଟ କରିବା ମିନ୍ସ ହେଉଛି ଶାସନ କରିବା। ତ ଅଶୋକ ଯାହାକି କଳିଙ୍ଗରେ ଆକଟ କରିଛନ୍ତି ବା ଶାସନ କରିଛନ୍ତି ପିଲାମାନେ। ଓକେ, ଆଖି ପକାଇବା। ଆଖି ପକାଇବାର ଅର୍ଥ ପିଲାମାନେ ଦେଖ ଲୋଭ କରିବା। ଆକ୍ଚୁଆଲି କ'ଣ ହେଇଛି ନା ସୁଶାନ୍ତ ବିକ୍ରମର ପଇସାରେ ଆଖି ପକାଇ ଦେଇଛି, ମାନେ ଲୋଭ କରିଛି। ସେ ଲୋଭ କରିବା ପିଲାମାନେ, ଆଖି ପକାଇବା ମାନେ ଲୋଭ କରିବା। ଦେନ୍ ଆମେ ନେକ୍ସଟ କ୍ୱେଶ୍ଚନ ଦେଖିବା, ଆଖି ମାରିବା। ତ ଆଖି ମାରିବା ପିଲାମାନେ ଦେଖ ଇସାରା କରିବା। ଥାଏ ନା ଆମର ସ୍କୁଲ କଲେଜରେ ଆଖି ମାରିବା। ତ ଆଖି ମାରିବା ଅର୍ଥ ମାନେ ଇସାରା କରିବା ପିଲାମାନେ। ଓକେ, ତାପରେ ନେକ୍ସଟ କ୍ୱେଶ୍ଚନ ଆମେ ଯିବା। ତାପରେ ଦେଖ ପିଲାମାନେ ଇନ୍ଦ୍ରଚନ୍ଦ୍ର ନ ମାନିବା। ବେଳେ ବେଳେ ତୁମମାନେ ଦେଖିବ ଯେ ବହୁତ ସାରା ବ୍ୟକ୍ତି ଥାନ୍ତି ଯେଉଁମାନେ କି ବେଶୀ ଜଲ୍ଦି ରାଗିଯାଆନ୍ତି। ଯେତେବେଳେ ସେମାନେ ରାଗିଯାଆନ୍ତି କ'ଣ କରନ୍ତି ନା କାହାକୁ ଖାତିର କରନ୍ତିନି, କାହାକୁ ଡରନ୍ତିନି, କାହା କଥା ବେଶୀ ଭାବନ୍ତିନି। ସେମାନେ
କାହାକୁ ନ ଡରିକି ବହୁତ କିଛି କରିଯାଆନ୍ତି, କାହାକୁ ଖାତିର କରନ୍ତି। ତ ଇନ୍ଦ୍ରଚନ୍ଦ୍ର ନ ମାନିବା ତ ତା ମାନେ ହେଉଛି ସମସ୍ତଙ୍କୁ ବେଖାତିର କରିବା। ଓକେ, ବେଖାତିର କରିବା। ଓକେ, ତେଣୁ ଆମେ ଦେଖିବା ଉଷୁନା ଧାନ ଗଜା ଦେବା। ତ ଉଷୁନା ଧାନ କେବେ ଗଜା ଦେବ ନା ଦବନି କେବେ। ତ ତାର ମାନେ ହେଲା ଅସମ୍ଭବ ସମ୍ଭବ ହେବା। ଓକେ, ଉରା ଉଣ୍ଡିବା। ତ ଉରା ଉଣ୍ଡିବାର ଅର୍ଥ ପିଲାମାନେ ଦେଖ ସୁଯୋଗକୁ ଅପେକ୍ଷା କରିବା। ଓକେ, ଅପସନ୍ କ। ଦେନ୍ ଦେଖ କପାଳ ଫାଟିବା। ବେଲେ ବେଲେ ଦେଖିଥିବ ତମେ ଯଦି ଗାଁରୁ ବିଲଙ୍ଗ କରୁଛ, ଗାଁରୁ ଯଦି ରହୁଛ, ତାହେଲେ ଫର ଏକ୍ଜାମ୍ପଲ ମୁଁ କହିଦେଉଛି ତମକୁ, କିଏ ଯଦି ଗୋଟେ ବୋରିଂ ଖୋଲୁଛି, ଗୋଟେ ବୋରୱେଲ ଖୋଲୁଛି, ତ ପାଖ ଆଖ ଲୋକ କହନ୍ତି ଯେ ତାର ଯଦି ଭଲ ପାଣି ଦେଲା, ସେ ଚାଷୀ ହଉ କି ଗୋଟେ ଘରେ ହଉ କି ଯୋଉ ଗୋଟେ ଯଦି ବୋରୱେଲ ଖୋଲୁଛି, ଗୋଟେ ନଳକୂଆ ଖୋଲୁଛି, ତ ସେ ଜାଗାରେ ଲୋକେ କହନ୍ତି ନା ତାର କପାଳ ଫିଟିଗଲା, ତୋର କ'ଣ ହେଇଛି ନା କପାଳ ଫାଟିବା, ମାନେ କପାଳ ଫିଟିଗଲା ସେମିତି କୁହନ୍ତି। ତ ତାହା ଅର୍ଥ ପିଲାମାନେ ଦେଖ ସୌଭାଗ୍ୟ ଉଦୟ ହେବା। ଓକେ, ଅପସନ୍ ଖ। ତାପରେ ଦେଖ 13 ନମ୍ବର କ୍ୱେଶ୍ଚନ ଦେଖିବା, କଲା କନା ବୁଲାଇବା। ତ କଲା କନା ବୁଲାଇବାର ଅର୍ଥ ପିଲାମାନେ ଦେଖ ସର୍ବସ୍ୱ ଲୁଟି ନେବା। ଓକେ, କୁହୁଡ଼ି ପହଁରିବା। ତ କୁହୁଡ଼ି ପହଁରିବାର ଅର୍ଥ ପିଲାମାନେ କ'ଣ? ତ କୁହୁଡ଼ି ପହଁରିବାର ଅର୍ଥ ହେଉଛି ବୃଥା ଭାବନା, ଯାହାକି ଭାବିକି ଆମର କିଛି ଲାଭ ନାହିଁ। ଓକେ, କୁହୁଡ଼ି ପହଁରିବା। କାଢ଼ିବା। ତ କ୍ଷୟ କାଢ଼ିବାର ଅର୍ଥ ପିଲାମାନେ ଦେଖ ଦୋଷ ଦେଖିବା। ଓକେ, ଖାଇବା ପତରରେ ଧୂଳି ଦେବା। ତାର ଅର୍ଥ କ'ଣ ନା ଜୀବିକାରେ ବାଧା ଦେବା। ଯଦି କିଏ ଖାଉଛି, ଆମେ ତା ଖାଇବାରେ ଯଦି କିଛି ବାଲି ଦେଇଦେବା, କିଛି ଧୂଳି ଦେଇଦେବା, ତାର ଅର୍ଥ କ'ଣ ନା କାହା ଆମେ ପାର୍ସନାଲ ଲାଇଫକୁ ଆମେ ଯାଇକି କ'ଣ ଇଣ୍ଟରଫିୟର କରୁଛୁ। ଓକେ, ତାର ଜୀବିକାରେ ଆମେ କ'ଣ କରୁଛୁ ନା ବାଧା ଦେଇଛୁ। ଓକେ, ଅପସନ୍ କ ଦେଖ ଜୀବିକାରେ ବାଧା ଦେବାକୁ ଆମେ କହିଥାଉ ଖାଇବା ପତରରେ ଧୂଳି ଦେବା। ଗୋଡ଼ ତଳେ ନ ଲାଗିବା। ତ ଗୋଡ଼ ତଳେ ନ ଲାଗିବା ତାର ଅର୍ଥ କ'ଣ ପିଲାମାନେ? ଅତ୍ୟଧିକ ଖୁସି ହେଇବା। ଓକେ, ଅପସନ୍ କ ଦେଖ ଅତ୍ୟଧିକ ଖୁସି ହେବାକୁ ଆମେ ଗୋଡ଼ ତଳେ ନ ଲାଗିବା କହିଥାଉ। ଓକେ, ଚିତା କାଟିବା ପିଲାମାନେ। ତ ଚିତା କାଟିବାର ଅର୍ଥ କ'ଣ ନା ଠକିବା, ଚିତା କାଟିବା କୁହାଯାଏ। ଛାଇ ନ ମାଡ଼ିବା। ଯଦି ମୁଁ ତମକୁ କହିବି କି ମୁଁ ତୁମର ଛାଇ ମାଡ଼ିବିନି, ତ ତାର ଗୋଟେ ଲିଙ୍କ କରିଦେବ ନା, ଯଦି କାହା ଛାଇ ମାଡ଼ିବନି ତ ତାହାଠୁ ଦୂରେଇ ଯିବ ନା, ଟିକେ ଡିଷ୍ଟାନ୍ସ ମେଣ୍ଟେନ୍ ହେବ। ତ ତାର ଅର୍ଥ କ'ଣ ହେବ ନା ସମ୍ପର୍କ ନ ରଖିବା। ଓକେ, ଜପାମାଲିର ଅର୍ଥ କ'ଣ? ଓକେ ପିଲାମାନେ, ଜପାମାଲି ଜପାମାଲିର ଅର୍ଥ ହେଉଛି ପିଲା ଅତ୍ୟନ୍ତ ପ୍ରିୟ। ଓକେ, ଜପାମାଲି ସବୁବେଳେ କ'ଣ ଥାଏ ନା ପାଖରେ ଥାଏ। ତ କିଏ ଥାଏ? ଅତ୍ୟନ୍ତ ଯିଏ ପ୍ରିୟ ଥିବ ସେ ଜପାମାଲି ଭଳିଆ ନିଜ ସାଙ୍ଗରେ ଥିବ। ଓକେ, ତେଲ ମାରିବା। ମାନେ ପିଲାମାନେ ଦେଖ ବହୁତ ଜାଗାରେ କ'ଣ ହୁଏ ନା ବହୁତ ସାରା କାମ ବାହାର କରିବାକୁ ହେଲେ ତେଲ ମାରିବାକୁ ପଡ଼େ। ଓକେ, ଯୋଉ କ୍ଷେତ୍ରରେ ହଉ, ଯୋଉ ଡିପାର୍ଟମେଣ୍ଟରେ ହଉ, ଓକେ, ସମସ୍ତେ ସମାନ ନଥାନ୍ତି ପିଲାମାନେ। ବାକି ତମମାନଙ୍କୁ ମୁଁ ଗୋଟେ କଥା କହିବି, ବି ଅନେଷ୍ଟ। ଓକେ, ସବୁବେଳେ ଅନେଷ୍ଟ ରହିବ, ତମ ସହିତ ଭଲ ହବ। ତ ତେଲ ମାରିବା ପିଲା ଅର୍ଥ ହେଉଛି ଯେ ଖୋସାମତ କରିବା। ଓକେ, ଖୋସାମତ କରିବା। ଦେହ ସୁହା ହେବା। ତ ଦେହ ସୁହାର ଅର୍ଥ ପିଲାମାନେ ଦେଖ ସାହା ହେବା। ସରି ପିଲାମାନେ, ଦେହ ସୁହା ହେବା ମିନ୍ସ ଦେଖ ଅଭ୍ୟାସ୍ତ ହେବା। ଓକେ, ପିଠିରେ ପଡ଼ିବା। ତ ପିଠିରେ ପଡ଼ିବା ଅର୍ଥ ହେଉଛି ପିଲାମାନେ କି ସାହା ହେବା। ରକ୍ତ ଚାଉଳ ଚୋବାଇବା।
ତ ରକ୍ତ ଚାଉଳ ଚୋବାଇବାର ଅର୍ଥ ପିଲାମାନେ ହେଉଛି ରାଗରେ ଜର୍ଜର ହେବା। ଓକେ। ବାକୁ ବତା, ତ ବାକୁ ବତାର ଅର୍ଥ ହେଉଛି କ୍ଷଣ ଆଶ୍ରୟ। ଓକେ, ଅପସନ୍ ଖ ଦେଖ, କ୍ଷଣ ଆଶ୍ରୟ, ବାକୁ ବତା। ତ ପିଲାମାନେ ଦେଖ, ଏହା ଥିଲା କ୍ଲାସ୍ 1। ଓକେ, କ୍ଲାସ୍ 1 ଥିଲା। ଆମେ ନେକ୍ସଟ ଭିଡ଼ିଓରେ ଡିସ୍କସ୍ କରିବା ଆଉ କିଛିଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଓକେ, ଯଦି ଭିଡ଼ିଓଟା ଭଲ ଲାଗୁଥିବ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବ ଓ ସେୟାର କରିଦେବ ପିଲାମାନେ। ତ ରହୁଛି, ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ।